ସହିତ ଆଜିର ଆଉ ପରିଚାଳନା ପ୍ରଭୁଙ୍କର ଦାସଙ୍କୁ ଆଉ ଧନ୍ୟବାଦ ଦିଏ ମତେ ଏଇ ସୁଯୋଗ ଦେଇଥିବାରୁ ଏବଂ ବିଶେଷ ଆଉ ଏଇ ସରା ପ୍ରେୟର ଗ୍ରୁପ କୁ ଚାଳନ କରି ଆସୁଥିବା ପ୍ରଭୁଙ୍କର ଦାସ ମାନେ ଏଡମିନି ମାନଙ୍କୁ ମଧ୍ୟ ବିଶେଷ ଆଉ ଧନ୍ୟବାଦ ଦିଏ ଆଉ ସେମାନେ ମତେ ଆଉ ଏଇ ସୁଯୋଗ ଦେଇଛନ୍ତି ତା ସହିତ ଆଉ ସମସ୍ତଙ୍କୁ ଆଉ ଖ୍ରୀଷ୍ଟ ପ୍ରେମରେ ଆଉ ନମସ୍କାର ଗୁଡ ତବେ नमस्कार सर। नमस्कार। नमस्कार सर। ଆସନ୍ତୁ ଆମେ ବାକ୍ୟକୁ ଯିବା ପୂର୍ବରୁ ପଦେ ଆଉ ପ୍ରାର୍ଥନା କରିବା ତାପରେ ଆଉ ସଂକ୍ଷିପ୍ତ ଭାବରେ ଈଶ୍ୱରଙ୍କର ବାକ୍ୟ ଶୁଣିବାକୁ ଯିବା। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗରେ ଥିବା ପ୍ରଭୁ ଧନ୍ୟବାଦ ଦଉଛୁ ତମେ ଗୌରବ ପାଇବା ପାଇଁ ଯୋଗ୍ୟ ପରମେଶ୍ୱର ଅଛ। ପ୍ରଭୁ ଏଇ ସମୟରେ ଆଉ ଉପାସନା କରିବା ପାଇଁ ସୁଯୋଗ ଦେଲ ତୁମର ହସ୍ତ ତୁମର ଉପସ୍ଥିତି ପ୍ରଭୁ ଏଇ ଅନଲାଇନ କୁ ଆଉ ତୁମ ରକ୍ତ ଦ୍ୱାରା ବାନ୍ଧି ରଖ ପ୍ରଭୁ ପ୍ରତ୍ୟେକ ଯେତେ ଆମେ ଜଡ଼ିତ ଅଛୁ ପ୍ରଭୁ କୌଣସି ବିଷୟ ଆମକୁ ଡିଷ୍ଟର୍ବ ନ କରି ପ୍ରଭୁ ଯେପରି ଆମେ ଉତ୍ତମ ଭାବରେ କିଛି ଶିଖି ତୁମ ଦ୍ୱାରା ଆଶୀର୍ବାଦ ପାଇପାରିବୁ ସେଥିପାଇଁ ସାହାଯ୍ୟ କର ପ୍ରଭୁ ମତେ କହିବା ପାଇଁ ତୁମର ମୁକ ଦେଇ ମତେ ବ୍ୟବହାର କର ମତେ ଅଜାଇ ଲୁଚାଇ ପ୍ରଭୁ ତମର ସେ ଆତ୍ମିକ ଭାଷା ଦେଇ ମତେ ବ୍ୟବହାର କର ତମେ ଗୌରବ ପାଅ ଏ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛି ଆମେନ୍ ସମସ୍ତେ କହିବା ଆମେନ୍। ଆମେନ୍। ଆମେ ଆଉ ଦେଖୁ ଆମେ ମାନେ କେବେ ଅନୁଭବ କରିଛୁ କି ଆମ୍ଭର ମନ ଏକ ଯୁଦ୍ଧ କ୍ଷେତ୍ରରେ ଅଛି ବୋଲିକି ଏହା ସମସ୍ତେ ହୁଏତ ଆମେ ନିଜ ବିଷୟରେ ଯେତେବେଳେ ଆଉ ଚିନ୍ତା କରିଥାଉ ନିଶ୍ଚୟ ଆମ ମନ ମଧ୍ୟରେ ଆମେ କୋଉ ଡିସିସନ ନେବା ପାଇଁ ଆଉ ଚେଷ୍ଟା କରୁ ସେଠାରେ ବିଭିନ୍ନ ପ୍ରକାର ଆଉ ଚିନ୍ତାଧାରା ଆମ ମନ ଭିତରେ ଆସିଥାଏ ମନ ଚାହି କିଛି ଗୋଟେ କରିବା ପାଇଁ ଅନେକ ସମୟରେ କିନ୍ତୁ ତାହା ବି ଅନେକ ସମୟରେ ଆଉ ସେ ପ୍ରକାର ସୁଯୋଗ ଆମମାନଙ୍କୁ ମିଳେ ନାହିଁ ଏହାର ମୂଳ ଉଦ୍ଦେଶ୍ୟ ହଉଛି ଯେ ଆମ ମନ ଭିତରେ ଆମେ ଏବଂ ଆମର ମନ ଭିତରେ ଅନେକ ସମୟରେ ତର୍କ ବିତର୍କ ହୋଇଥାଏ ମନ କହି କିଛି କରିବା ପାଇଁ କିନ୍ତୁ ଆଉ ଆମର କିଛି କରିବାର ଆକ୍ସନ ସେଠାରେ ନଯାଏ ଦେଖିବାକୁ ଗଲେ ଅ ଚିନ୍ତାଧାରାର ଭିତରେ ଆଉ ଇଚ୍ଛା ଭିତରେ ବହୁତ କିଛି ଫରକ ଥାଏ ଆମ ଜୀବନରେ ତ ଦେଖୁ ଆମେ ଏଠାରେ ଯେ ମନ କିଛି ଚେଷ୍ଟା କରେ ଦେଖିବା ପାଇଁ କରିବା ପାଇଁ କିଛି ଭାବିବା ପାଇଁ କିଛି ଆକ୍ସନ ନେବା ପାଇଁ କିନ୍ତୁ ଅନେକ ସମୟରେ ଆଉ ଗୋଟେ ଭିତର ଅଂଶରୁ କିଛି ଆମକୁ ଆଉ ତାହାକୁ ପ୍ରତିରୋଧ କରିବା ପାଇଁ ଚେଷ୍ଟା କରେ ଏଥିରୁ ଆମେ ଆଉ ଜାଣିବା ଶିଖିବା ଆଉ ଯାହା ଆଜିର ପ୍ରସଙ୍ଗ ଆଜିର ଯାହା ଶୀର୍ଷକ ଅଛି ମନୋର ଯୁଦ୍ଧ ଯାହାକି ଦ ବ୍ୟାଟଲ ଅଫ ମାଇଣ୍ଡ ମନର ଯୁଦ୍ଧ ଆମ ମନର ଯୁଦ୍ଧ କେମିତି ହେବା ଦରକାର କୋଉ ବିଷୟ ଆମ ପାଖରେ ଥିଲେ ଆମେ ତା ସହିତ ଲଢେଇ କରିପାରିବା ଯେ ଆମେ ଯାହା ପ୍ରଭୁ ଇଚ୍ଛା କରୁଛନ୍ତି ପ୍ରଭୁ ଯାହା ଯୋଜନା କରୁଛନ୍ତି ଆମ ପ୍ରତି ସେଇ ସ୍ଥାନକୁ ଆମେ କି ପ୍ରକାର ଭାବରେ ପହଞ୍ଚି ପାରିବା କେତୋଟି ବିଷୟ କହିବା ପାଇଁ ସଂକ୍ଷିପ୍ତରେ ଇଚ୍ଛା କରେ ପ୍ରଥମ ବିଷୟ ହଉଛି ସୈତାନ ର ଆତ୍ମା ଏକ ଯୋଜନା ପ୍ରସ୍ତୁତ କରେ ଶୈତାନ ର ଆତ୍ମା ଯୋଜନା ପ୍ରସ୍ତୁତ ଏକ ଯୋଜନା ପ୍ରସ୍ତୁତ କରେ ଯେ ଆମେ ଯାହା ବି ଇଚ୍ଛା କରୁ ତାହାକୁ ସ୍ଥଗିତ କରିବା ପାଇଁ ଆମେ ଦେଖୁ ଭୁଲ ଚିନ୍ତାଧାରା ଆମକୁ ନିୟନ୍ତ୍ରଣ କରିବାକୁ ଦେବ ନାହିଁ ଆମର ଯାହା ଭୁଲ ଚିନ୍ତାଧାରା ଆମକୁ ନିୟନ୍ତ୍ରଣ କରିବାକୁ କେବେ ବି ଦେବ ନାହିଁ ଏହା ସୈତାନ ର କାର୍ଯ୍ୟ ହୁଏତ ଆଜି ସୁଭାଷ ଚନ୍ଦ୍ରଙ୍କର ଆଉ ଗୋଟେ ଜନ୍ମ ଜୟନ୍ତୀ ଭାବରେ ଆମେ ପାଳନ କରିଥାଉ କିନ୍ତୁ
ଆମେ ମନେ ପକେଇବା ଦରକାର ଯେ ଆଜି ପରି ଦିନରେ ଆଉ କିଛି ବର୍ଷ ତଳେ ଗୋଟେ ଅଷ୍ଟ୍ରେଲିଆର ଗୋଟେ ମିଶନେରୀ ଓଡ଼ିଶାର କେନ୍ଦୁଝର ମୟୂରଭଞ୍ଜ ସେ ଅଞ୍ଚଳରେ ଆସି ଯେତେବେଳେ ସମାଚାର ପ୍ରଚାର କରୁଥିଲା, ଶୈତାନର ଆତ୍ମା ଯୋଜନା କରି ଲୋକମାନଙ୍କ ଉପରେ କାର୍ଯ୍ୟ କରି ଆଜି ପରି ଦିନରେ ତାକୁ ଜିଅନ୍ତା ଜଳା ଯାଇଥିଲା। ତ କିଛି ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟ, ପ୍ରଭୁଙ୍କର ସେବା କାର୍ଯ୍ୟ ଯେତେବେଳେ କରିବାକୁ ଆମେ ଇଚ୍ଛା କରୁ, କିଛି ବିଷୟ ଆମକୁ ସ୍ଥଗିତ କରିବା ପାଇଁ ଚେଷ୍ଟା କରେ। ତାହା ଗୋଟେ ଶୈତାନର ଯୋଜନା, ଶୈତାନର ସ୍କୋପ। ଯଦି ଆମେ ଦେଖିବା ଦ୍ଵିତୀୟ କରନ୍ତି 10 ଅଧ୍ୟାୟ 5 ଏବଂ 6 ପଦରେ ଯଦି କିଏ ପାଇଛନ୍ତି ଦୟାକରି ସାହାଯ୍ୟ କରନ୍ତୁ। ଅଧ୍ୟୟନ କରିବା। ହୁଁ। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉଦ୍ଧିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ। ପୁଣି ହୁଁ ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆଉ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାରେ ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ। ଏହି ପଠିତ ବାକ୍ୟରେ ଈଶ୍ୱର ଆଶୀର୍ବାଦ କର। ଆମେନ୍। ଆମେ ଦେଖୁ ଅନେକ ସମୟରେ ଯେ ଗୋଟେ ସେବା କାର୍ଯ୍ୟରେ ଆମେ ଏମିତି କେତେ ଜଣ ସେବା କାର୍ଯ୍ୟ ଆମେ ଦେଖିଥାଉଛୁ ଯେ ଗୋଟେ ବିଷୟ ଫୋର୍ସଫୁଲି, କିନ୍ତୁ ପ୍ରକୃତ ଭାବରେ ଆଉ କେତେ ଦୂର ସେ ବ୍ୟକ୍ତିଗତ ଭାବରେ ତାହା ସେ ଗ୍ରହଣ କରିପାରିଲା। ପ୍ରଭୁଙ୍କର ସେବା କାର୍ଯ୍ୟ କରିବା ପାଇଁ କେତେ ଦୂର ତା ନିଜ ମନ ଭିତରେ ସତ୍ୟ ଭାବରେ ସମ୍ପୂର୍ଣ୍ଣ ଦ ଫୁଲ ଅଫ ଦ ହୋଲି ସ୍ପିରିଟ ସମ୍ପୂର୍ଣ୍ଣ ଆତ୍ମାଙ୍କ ଦ୍ଵାରା ପରିଚାଳିତ ହୋଇ କେତେବେଳେ ସେ ଆକ୍ସେପ୍ଟ କରେ ନିଜକୁ, ଆଉ ସେ ଯେତେବେଳେ ଆଉ ସେଇ ସମ୍ପୂର୍ଣ୍ଣ ଈଶ୍ୱରଙ୍କର ବିଷୟ ଗ୍ରହଣ କରେ, ଫୋର୍ସଫୁଲି ନାହିଁ। ସେବା କାର୍ଯ୍ୟ ପ୍ରଭୁଙ୍କୁ ଗ୍ରହଣ କରିବା କେବେ ବି ବାଇବଲ କୌଣସି ସ୍ଥାନରେ କାହାକୁ ଜବରଦସ୍ତି କରି ଖ୍ରୀଷ୍ଟିଆନ କରିବାର ବିଷୟ ନାହିଁ। କାହାକୁ ପ୍ରଭୁକୁ ଗ୍ରହଣ କରିବାର ବିଷୟ କାହାକୁ ପ୍ରଚାର କରାଯାଏ ନାହିଁ। କିନ୍ତୁ ବାକ୍ୟ ଯେତେବେଳେ ସେଇ ଲୋକ ପାଖରେ ପଡେ, ସେଇ ଲୋକ ପାଖରେ ପହଞ୍ଚି ଯାଏ ଯୋଉ ସମୟରେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରେ, ଆମେ କିଛି ଆଉ କହିବା ଦରକାର ନାହିଁ। ଯେ ଆପେ ଆପେ ସେ ସେବା କାର୍ଯ୍ୟ ତା ମନ ଭିତରେ ଅଛି, ତାଙ୍କ ଦ୍ଵାରା କିଛି ଆଉ ସେବା କାର୍ଯ୍ୟର କିଛି ଫଳ ଦେଖିବା ପାଇଁ ଆମେ ମିଳିଥାଉ ଅନେକ ସମୟରେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୋର କହିବାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବରେ ବାକ୍ୟ ଗ୍ରହଣ କରିଲା ପରେ ନିଜର ସମର୍ପିତ ମନ, ସମର୍ପିତ ଗୋଟେ ଜୀବନ ପ୍ରଭୁଙ୍କ ଠାରେ ରଖିଲା ପରେ ସେବା କାର୍ଯ୍ୟ ଆରମ୍ଭ କରିଥାଏ। ଆମେ ଦେଖୁ ଯେ ପ୍ରଭୁଙ୍କର ଦାସ ବିଦେଶରୁ ଆସି ସମ୍ପୂର୍ଣ୍ଣ ପ୍ରଭୁଙ୍କ ନିମନ୍ତେ ନିଜକୁ ସମର୍ପି ଦେଲେ। ହୋଇପାରେ ସେ ଯଦି ଆଉ ଆମର ଏଇ ଓଡିଶାକୁ ନ ଆସି ଅଲଗା ଜାଗାକୁ ଯାଇ ଯୋଉ ଆଉ ସେ କିଛି ଆନନ୍ଦରେ ସେ ସ୍ଥାନରେ ସେ ନିଜ ବିଷୟରେ ନିଜ ମଣ୍ଡଳୀରେ ସେ ଉପାସନା କରିବା ପାଇଁ ଚେଷ୍ଟା କରିବାର ଗୋଟେ ସୁଯୋଗ ପାଇଥିବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କୁ ଗ୍ରହଣ କରିଲା ପରେ ନିଜକୁ ସେ ସ୍ଥଗିତ ନ ରଖି, ନିଜକୁ ସେଇ ସ୍ଥାନରେ ଆୟତରେ ନ ରଖି ଗୋଟେ ଉଦ୍ଦେଶ୍ୟ, ଗୋଟେ ଷ୍ଟେପ ନେଲେ ସେବା କାର୍ଯ୍ୟରେ ଆଗକୁ ବଢିବା। ତ ଶୈତାନ କେବେ ବି ଇଚ୍ଛା କରିବ ନାହିଁ ଯେ ଆଉ ଗୋଟେ ପ୍ରଭୁଙ୍କର ରାଜ୍ୟ ବଢୁ।
ସେଥିପାଇଁ ଆଉ ଯାହା ଶୈତାନଙ୍କର ଯାହା ଆଉ ସ୍କୋପ ଆମେ ଦେଖୁ ସବୁ ପ୍ରକାର ପ୍ରଭୁଙ୍କ ଦୃଷ୍ଟିରେ ତାହା ମନ୍ଦ ଅଟେ, ଯାହା ଆମେ ଭୁଲ ବୋଲି କହିଥାଉ, ଯାହା ଆମେ ଅନ୍ୟାୟ ବୋଲି କହିଥାଉ। ଦ୍ୱିତୀୟ ବିଷୟ ଦେଖିବା, ମନ୍ଦ ଆତ୍ମା ମନକୁ ଖରାପ ଚିନ୍ତାଧାରାରେ ପୂର୍ଣ୍ଣ କରେ ଏବଂ ପରମେଶ୍ୱରଙ୍କ ଉପରେ ନିଜ ଉପରେ ସନ୍ଦେହ ସୃଷ୍ଟି କରେ। କେମିତି ଯଦି ଆମେ ଦେଖିବା, ସଦାବେଳେ ଶୈତାନ ଯାହା ଗୋଟେ ବିଶ୍ୱାସୀ କିଛି କରିବା ପାଇଁ ଇଚ୍ଛା କରିବ, ତାକୁ ସଦାବେଳେ କଣ ପ୍ରହାର କରିବା ପାଇଁ ଚେଷ୍ଟା କରିବ। ଯଦି ଆମେ ଦେଖିବା ପ୍ରଥମ ପିତର ତାର 5 ଅଧ୍ୟାୟ ତାର 8 ପଦରେ ଯଦି ଦେଖିବା, ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କ ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ପ୍ରିୟର ପ୍ରଭୁଙ୍କର ଦାସ ମାନେ, ଶୈତାନ ସଦାବେଳେ ଚେଷ୍ଟା କରେ ସେଇ ବିଶ୍ୱାସୀର ଜୀବନ, ସେଇ ବିଶ୍ୱାସୀର ପରିବାର, ସେଇ ଗୋଟେ ବାପ୍ତିସ୍ମ ନେଇଥିବା ଯୁବା କିମ୍ବା ଯୁବତୀ କିମ୍ବା କୌଣସି ଲୋକ ସେବା କାର୍ଯ୍ୟରେ ନ ଆସୁ, କିମ୍ବା କୌଣସି ତାଙ୍କ ଦ୍ଵାରା ପ୍ରଭୁଙ୍କ ଠାରୁ କିଛି ଆଶ୍ଚର୍ଯ୍ୟ କର୍ମ ହଉ, କିଛି ଫଳ ଦେଖାଯାଉ, ଏହା କେବେ ବି ଇଚ୍ଛା କରିବ ନାହିଁ। ଯଦି ଆମେ ଦେଖିବା ତାର ଆଦି ପୁସ୍ତକ ତାର 3 ଅଧ୍ୟାୟ 1ରୁ 5 ପଦ ପର୍ଯ୍ୟନ୍ତ ଯଦି ଆମେ ଦେଖିବା, ସେଠାରେ ଆଉ ଆଦମଙ୍କ ବିଷୟ ଆମେ ଦେଖିଥାଉ ଯେ ଆଉ ଗୋଟେ ପରମେଶ୍ୱରଙ୍କ ନିର୍ମିତ ପୁଚର ପଶୁ ମାନଙ୍କ ମଧ୍ୟରେ ସର୍ବାପେକ୍ଷା ଖଳ ଥିଲା, ବହୁତ ଚତୁର ଥିଲା ଆଜ୍ଞା। ଆଉ ସେ ନାରୀଙ୍କୁ ପଚାରି ସେ ଆଉ ନାରୀଙ୍କୁ ପଚାରୁଛନ୍ତି, ସେଇ ମାଙ୍କୁ ଅର୍ଥାତ ଅଭାଙ୍କୁ ପଚାରୁଛନ୍ତି କଣ ବୋଲି, ଯେ ଆଉ ପରମେଶ୍ୱର କଣ ବୋଲିକି ଶିଖେଇକି ଯାଇଛନ୍ତି ଯେ ଏଇ ଜିନିଷ ଖାଉନୁ, ଏଇ ଜିନିଷ କଣ ଖାଇ, ମାନେ ଗୋଟେ ଗୋଟେ ବିଷୟ। ଆଉ ଦେଖ ଶୈତାନ ର କାର୍ଯ୍ୟ ଗୋଟେ ଗୋଟେ ବିଷୟ, ଗୋଟେ ବିଶ୍ୱାସୀଙ୍କ ମନରୁ ଗୋଟେ ଗୋଟେ ବିଷୟ କାଢୁଛନ୍ତି। ଯଦି ଆପଣ ମାନେ ଦେଖିବେ ସେଟାରେ ଯେ ଯାହା ପରମେଶ୍ୱର ସେମାନଙ୍କୁ ମନା କରେ, ସେ ବିଷୟରେ ହିଁ ଆଉ କରିବା ପାଇଁ ଉତ୍ସାହ ଦେଇଥାଏ। ଦ୍ୱିତୀୟ ବିଷୟ ଦେଖିବା ଯେ ଯଦି ଆମେ ମନର ଯୁଦ୍ଧ ଯଦି ଆମେ ଜିତିବାକୁ ଇଚ୍ଛା କରିବା, ପରମେଶ୍ୱରଙ୍କର ଆଉ ଯାହା ଡିଫେନ୍ସ, ଯାହା ପରମେଶ୍ୱରଙ୍କର ପ୍ରତିରକ୍ଷା ଆମକୁ ବ୍ୟବହାର କରିବାକୁ ହବ, ତାହା ଈଶ୍ୱରଙ୍କର ବାକ୍ୟ। ଯଦି ଆମେ ଦେଖିବା, ପାଉଲ କହୁଛନ୍ତି ଏପିସି ତାର 6 ଅଧ୍ୟାୟ 17 ପଦରେ, ଈଶ୍ୱରଙ୍କର ବାକ୍ୟକୁ ତୁମର କଣ୍ଢା ଭାବରେ ବ୍ୟବହାର କର, ତାକୁ କଳଗ ଭାବରେ ବ୍ୟବହାର କର। ପଢିବେ ଆଉ ଏପିସି ତାର 6 ଅଧ୍ୟାୟ 17 ପଦରେ କିଏ ଯଦି ପାଇଛନ୍ତି ସାହାଯ୍ୟ କରିବେ। ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର ହୁଁ। ଓ ଆତ୍ମାଙ୍କ ଖଳ୍ଗ ଅର୍ଥାତ୍ ଈଶ୍ୱରଙ୍କ ଭାଗ୍ୟ ଧାରଣ କର। ସମସ୍ତେ କହିବା ହାଲେଲୁୟା। ହାଲେଲୁୟା। ଯଦି ଆମେ ଶୈତାନ ସହିତ ଲଢିବାକୁ ଇଚ୍ଛା କରିବା, ଆମେ ମନୁଷ୍ୟ ମାନଙ୍କର ଇଭେନ ଯେତେବେଳେ ଯୀଶୁ ଆଉ ବାପ୍ତିସ୍ମ ନେଲା ପରେ ପରେ ସେବା କାର୍ଯ୍ୟ ଆରମ୍ଭ କରିଲା ପରେ ପରେ
ଶୈତାନ ତାକୁ ପରୀକ୍ଷା କରିବାକୁ ଆସୁଛି। ମାନେ ଦେଖନ୍ତୁ, ପରୀକ୍ଷା କରିବାକୁ ଆସୁଛନ୍ତି। ତ ମନୁଷ୍ୟ ସମଗ୍ରରେ ବିଭିନ୍ନ ଏଇ ପ୍ରକାର ଆଉ କେତେଟା ବିଷୟ ଯାହା ପରମେଶ୍ୱରଙ୍କ ସହିତ ସମ୍ପର୍କ ବନ୍ଦ କରିବା ପାଇଁ କିଛି ଯୋଜନା ଥାଏ। କିନ୍ତୁ ଆମକୁ ଯଦି ସେଇ ବିଷୟକୁ ଆଉ ଡିପିଟ୍ କରିବାର ଅଛି, ସେ ବିଷୟକୁ ଯଦି ଆମେ ଆଉ ସେ ବିଷୟରେ ଯଦି ଆମେ ଠିଆ ହେବାର ଅଛି, ତାକୁ ବିରୋଧ କରିବାକୁ ଗୋଟେ ବିଷୟ ଯାହା ପାଉଲ କହୁଛନ୍ତି, ପୁଣି ପରିତ୍ରାଣ ରୂପ ଶିରସ୍ତା ହେଲମେଟ ସଦୃଶ୍ୟ ତାକୁ ଆମେ ବାହାର କରିବା ଦରକାର। କେବଳ ବାକ୍ୟ। ଆଉ ଗୋଟେ ବିଷୟ, ଖରାପ ଚିନ୍ତାଧାରା ବିରୁଦ୍ଧରେ ଲଢିବାକୁ ହେଲେ ଭଲ ଚିନ୍ତାଧାରାକୁ ଆପଣେଇବାକୁ ହବ। ସେଇ ଆଉ 6 ଅଧ୍ୟାୟରୁ ଯଦି 11 ପଦରେ ଦେଖିବା, ତୁମ୍ଭେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜାରେ ଆପଣ ଆପଣାକୁ ସୁସଜ୍ଜ କର। ଈଶ୍ୱର ଦତ୍ତ ସମସ୍ତ ସଜାରେ, ଯାହା ଈଶ୍ୱରଙ୍କ ଠାରୁ ଆମେ ସେଫ୍ଟି ହୋଇପାରିବା, ନିଜକୁ ସୁରକ୍ଷା ଦେଇପାରିବା, ଗୋଟେ ନିଜକୁ ଆମେ ଆଉ କିଛି ନିଜକୁ ସେଫ୍ଟି କରିବା ପାଇଁ ଯଦି ଆମେ ଇଚ୍ଛା କରିବା, ସେ ଗୋଟେ ବିଷୟ ଈଶ୍ୱରଙ୍କର ବାକ୍ୟ। ତୃତୀୟ ବିଷୟ ଆମେ ଦେଖିବାକୁ ଯିବା ଯେ ନିଜ ଜୀବନକୁ ନିୟନ୍ତ୍ରଣ କରିବାକୁ ହେଲେ, ନିଜ ଜୀବନକୁ ଯଦି ନିୟନ୍ତ୍ରଣ କରିବାକୁ ହେଲେ ଈଶ୍ୱରଙ୍କୁ ନିମନ୍ତ୍ରଣ କରିବା ଦରକାର, ପ୍ରଭୁଙ୍କୁ ନିଜ ଜୀବନରେ ଡାକିବା ଦରକାର। ପ୍ରଥମେ ଈଶ୍ୱରଙ୍କୁ ନିୟନ୍ତ୍ରଣ କରିବାକୁ ଦିଅ। ଆମେ ଯେତେବେଳେ ଈଶ୍ୱରଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆମ ଜୀବନକୁ ଡାକିବା, ଆମ ଦ୍ଵାରା ନିୟନ୍ତ୍ରଣ ନ ହୋଇ ବରଂ ଈଶ୍ୱରଙ୍କ ଦ୍ଵାରା ଯେତେବେଳେ ଆମର କଣ୍ଟ୍ରୋଲ ସବୁ, ଆମର ଯାହାବି ଷ୍ଟେରିଂ ପ୍ରଭୁଙ୍କୁ ଦେଇଦବା, ଆମର ଜୀବନ ଯାତ୍ରା ପଥରେ ଆମର ନିଜର ପରିବାର ପ୍ରଭୁ ସଠିକ ମାର୍ଗରେ, ସଠିକ ରାସ୍ତାରେ କଢାଇ ନେବେ। ଆସନ୍ତୁ ଦେଖିବା ସଲୋମନ ସେଇ ଆଉ ହିତୋପଦେଶ ତାର 3 ଅଧ୍ୟାୟ 5 ଏବଂ 6 ପଦ ଦେଖିବା। ହିତୋପଦେଶ କିଏ ଯଦି ପାଇଛନ୍ତି ସାହାଯ୍ୟ କରିବେ। 3 ଅଧ୍ୟାୟ। ଅଧ୍ୟୟନ କରିବା 3 ଅଧ୍ୟାୟ 5-6। ହଁ 3 ଅଧ୍ୟାୟ 5-6। ତୁମ୍ଭେ ସର୍ବାନ୍ତକରଣ ସହିତ ହୁଁ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ହାଉଛି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାକୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆମେନ୍। ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଯେତେବେଳେ ଆମେ ସର୍ବାନ୍ତକରଣ ସହିତ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା, କନଫ୍ୟୁଜନରେ ନାହିଁ। ଯେତେବେଳେ ଆମେ ନିଜ ଇଚ୍ଛାରେ, ନିଜ ମାଇଣ୍ଡ ସେଟରେ ଯେତେବେଳେ ଆମେ ଆଉ କିଛି ନ କରି ବରଂ ପ୍ରଭୁଙ୍କର ଉପଦେଶରେ, ପ୍ରଭୁଙ୍କର ଚାଳିତରେ ଯେତେବେଳେ ଗୋଟେ ବିଷୟ ଆମେ କରିଥାଉ, ବାକ୍ୟ କହେ ସବୁ ଗତିରେ ଆପଣଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ମୋର ପ୍ରିୟର ବିଶ୍ୱାସୀ ମାନେ, ନିଜର ମନର ଯୁଦ୍ଧ ଯଦି ଆମେ ଲଢିବାକୁ ଇଚ୍ଛା କରିବା, ଆମ ମଧ୍ୟରେ ହିଁ କିଛି ଆଉ ଦୁର୍ବଳତା ସହିତ ଯେତେବେଳେ ଆମେ ଲଢିବାକୁ ଯିବା, ଗୋଟେ ବିଷୟ ଆମେ ସେଇ ପ୍ରଭୁଙ୍କର ଯାହା ସୁସଜ୍ଜିତ ବିଷୟ ଆମ ମଧ୍ୟରେ ଥିବା ଦରକାର। ଆଉ ଦାଉଦ ଗୋଟେ ବିଷୟ କହୁଛନ୍ତି, ଏସବୁ ଯେତେବେଳେ ଆମେ ଈଶ୍ୱରଙ୍କୁ ନିଜ ଜୀବନରେ ନିୟନ୍ତ୍ରଣ କରିବା, ନିଜର ଜୀବନକୁ ଯେତେବେଳେ ଈଶ୍ୱରଙ୍କୁ ଆଉ ଆମ ଷ୍ଟେରିଂକୁ ଦେଇଦବା,
ଭୟ ଏବଂ ସନ୍ଦେହ ଆମ ଜୀବନରୁ ହଟିଯିବ। ଅନେକ ସମୟରେ ନିଜ ବିଷୟରେ, ପରିବାର ବିଷୟକୁ ନେଇ, କିଛି ବ୍ୟକ୍ତିଗତ ବିଷୟକୁ ନେଇ ଅନେକ ସମୟରେ ସେବା କାର୍ଯ୍ୟ ବିଷୟକୁ ମଧ୍ୟ ଆମେ ବେଳେ ବେଳେ ଆଉ ଅସ୍ତବ୍ୟସ୍ତ ହେଇଥାଉ, ଭୟ ହେଇଥାଉ। କିଛି ଆୟୋଜନ ବିଷୟରେ, କିଛି ଆରେଞ୍ଜମେଣ୍ଟ ବିଷୟକୁ ନେଇକି ପ୍ରତ୍ୟେକ କ୍ଷେତ୍ରରେ ମନୁଷ୍ୟ ଜୀବନ ଭୟ ଥାଏ। ଚାଲିବା ସମୟରେ ବି ଭୟ ଥାଏ। କିନ୍ତୁ ଦାଉଦ କହୁଛନ୍ତି ଏଠାରେ, ଯଦି ପରମେଶ୍ୱରଙ୍କୁ ନିଜ ଜୀବନକୁ ଆଣିବା, ନିୟନ୍ତ୍ରଣ କରିବା ପାଇଁ, ତାହେଲେ ଆମ ପାଖରେ ଥିବା ସନ୍ଦେହ ଏବଂ ଭୟ ମଧ୍ୟ ଛାଡ଼ିଯିବ। ଗୀତ ସହିତ 23 ଗୀତ ତାର ଯେତେବେଳେ 4 ପଦରେ ଆମେ ଦେଖୁ, ସେଠି ସୁନ୍ଦର ଭାବରେ ଗୀତର ଛକ କୁହନ୍ତି, ଲେଖନ୍ତି। କିଏ ପାଇଛନ୍ତି କି? ଏଠାରେ ଲେଖାଯାଏ, ଏଣୁ ମୁଁ ମୃତ୍ୟୁଜୟ ରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ। ଆପଣ କେଉଁ ପରିସ୍ଥିତିକୁ ବି ଯାଆନ୍ତୁ, ଏଠାରେ ଦାଉଦ କହୁଛନ୍ତି, ମୁଁ ଭୟ କରିବି ନାହିଁ, କାରଣ ତୁମ୍ଭେ ମୋର ସହବର୍ତ୍ତୀ। ଦେଖନ୍ତୁ, ପରମେଶ୍ୱରଙ୍କ ସହିତ ଆଉ ଦାଉଦଙ୍କର କିଛି କମ୍ବିନେସନ ଆମେ ଦେଖିଥାଉଛୁ ଏଠି। ବିନା କନଫ୍ୟୁଜନରେ, ଆଉ ତୁମର ପାଞ୍ଚଣ ଓ ତୁମର ବାଡ଼ି ମତେ ସାନ୍ତ୍ୱନା ଦିଅନ୍ତି। ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ପ୍ରଥମ ବିଷୟ, ଶୈତାନର ଆତ୍ମା ଏକ ଯୋଜନା ପ୍ରସ୍ତୁତ କରେ ବିଶ୍ୱାସୀର ଜୀବନରେ, ଯାହା ବିଶ୍ୱାସୀ ଆଉ ଦୁର୍ବଳ ହେଇଥାଏ। ଆଉ ସେଠାରେ ଶୈତାନର କାର୍ଯ୍ୟ, ଯୋଜନା ଚାଲିବା ଦ୍ୱାରା ମନୁଷ୍ୟ ଆଉ ଥରେ ଆଉ ବିଶ୍ୱାସରେ ଠିକ ଭାବରେ ଷ୍ଟାଣ୍ଡ ହେଇପାରିନଥାଏ। ଦ୍ୱିତୀୟ ବିଷୟ, ପରମେଶ୍ୱରଙ୍କର ପ୍ରତିରକ୍ଷା, ଯାହା ପରମେଶ୍ୱରଙ୍କର ଆଉ ଡିଫେନ୍ସ ସିଷ୍ଟମ ଈଶ୍ୱରଙ୍କର ବାକ୍ୟ ଅଟେ, ଯାହା ଆମ ଜୀବନକୁ ସାନ୍ତ୍ୱନା ଦିଏ, ଯାହା ଶୈତାନର ଏଗନେଷ୍ଟରେ ଯେତେବେଳେ ଆମେ ଠିଆ ହେବାକୁ ଇଚ୍ଛା କରିବା, ଈଶ୍ୱରଙ୍କର ବାକ୍ୟ ଦ୍ୱାରା। ତୃତୀୟ ବିଷୟ, ନିଜ ଜୀବନକୁ ନିୟନ୍ତ୍ରଣ କରିବାକୁ ଈଶ୍ୱରଙ୍କୁ ଆମ ଜୀବନରେ ନିମନ୍ତ୍ରଣ କରିବା ଦରକାର। ଆଉ ଯୋଉ ସମୟରେ ଈଶ୍ୱର ବିଶ୍ୱାସ ଜୀବନରେ ଗୋଟେ ସେବକଙ୍କ ଜୀବନରେ ନିୟନ୍ତ୍ରଣ କରନ୍ତି, ସେଠାରେ କୌଣସି ଭୟ ନଥାଏ, କୌଣସି ସମସ୍ୟା ନଥାଏ, କୌଣସି ସନ୍ଦେହ ନଥାଏ। ସନ୍ଦେହ ଶୈତାନର କାର୍ଯ୍ୟ, ଭୟ ଶୈତାନର କାର୍ଯ୍ୟ, କନଫ୍ୟୁଜନ ଶୈତାନର କାର୍ଯ୍ୟ। ସେଇ ବିଶ୍ୱାସୀର ମନରେ ଯେତେବେଳେ ଦୁଇ ମନ ଆସିଥାଏ, ତାହା ବି ଶୈତାନର କାର୍ଯ୍ୟ। ସେଥିପାଇଁ ଆମେ ଆଉ ଅନେକ ସମୟରେ ଗୀତରେ ମଧ୍ୟ ଦେଖୁ, ଦୁଇ ମୁନି ବଳ
ସେବା କରିନପାରୁ। ପ୍ରିୟ ପ୍ରଭୁଙ୍କର ଦାସମାନେ, ମନର ଯୁଦ୍ଧ କେବଳ ଈଶ୍ୱରଙ୍କର ବାକ୍ୟ ଦ୍ୱାରା ଆମେ ତାହାକୁ ଫେସ୍ କରିପାରିବା, ଯାହାଫଳରେ ପ୍ରଭୁ ଗୋଟେ ମନ ଦେଇ, ଗୋଟେ ଇଚ୍ଛା ଦେଇ ସେବା କାର୍ଯ୍ୟର ଉଦ୍ଦେଶ୍ୟ, ସେବା କାର୍ଯ୍ୟର ମନ, ବିଶ୍ୱାସର ମନ, ସମ୍ପୂର୍ଣ୍ଣ ଇଚ୍ଛା ଶକ୍ତି ଯେତେବେଳେ ଆସେ, ଆମେ କୌଣସି ବିଷୟକୁ ବି ଆମେ ଭୟ କରିବା ନାହିଁ। ପ୍ରଭୁ ଏଇ ଛୋଟ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରୁ। କୋଉ କିଛି ଯଦି ଭୁଲ କହେ ଆପଣମାନେ ମୋତେ କ୍ଷମା କରିବେ। ଆସନ୍ତୁ ଛୋଟ ପ୍ରାର୍ଥନା କରୁ। ପ୍ରଭୁ ଧନ୍ୟବାଦ ଦଉଛି ସୁନ୍ଦର ଅବକାଶ ଏଇ ସନ୍ଧ୍ୟା ସମୟରେ ତୁମ ବିଷୟକୁ ନେଇ କିଛି ଆମେ ଆଲୋଚନା କରିଲୁ, ଯାହା ମନର ଯୁଦ୍ଧ ବିଷୟରେ। ପ୍ରଭୁ ଆଶ୍ୱାସ କରିଦିଅ, ତୁମର ବାକ୍ୟ ଦିଅ, ଯାହାଫଳରେ ପ୍ରଭୁ ଆମର ନିଜର ଦୁର୍ବଳତା ସହିତ ଆମେ ଲଢ଼ିପାରିବୁ, ଯୁଦ୍ଧ କରିପାରିବୁ। ଏଠାରେ ପ୍ରତ୍ୟେକ ଜଡ଼ିତ ବିଶ୍ୱାସୀ ମାନେ ତୁମ ସ୍ତରେ ରଖୁଛି ପ୍ରଭୁ, ସେମାନଙ୍କୁ ଆବଶ୍ୟକ ସମସ୍ତ ବିଷୟ ସେମାନଙ୍କୁ ଯୋଗାଅ ଏବଂ ଏ ବାକ୍ୟ ଦ୍ୱାରା ପ୍ରଭୁ ଆମ ଜୀବନରେ କିଛି ଏଇ ପ୍ରକାର ଦୃଢ଼ ବିଶ୍ୱାସ ଦିଅ ତୁମଠାରେ ବଢ଼ିବା ପାଇଁ। ତୁମେ ସବୁବର୍ତ୍ତୀ ପରମେଶ୍ୱର ପ୍ରଭୁ, ଆଜିର ଉପାସନା ତୁମ ସ୍ତରେ ରଖିଲୁ, ତମେ ଏହାଠାରୁ ଗୌରବ ପାଅ। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। Amen. Bago sintam sir, kita na no si tamte, kita na